भाई प्रभास ए मो आखि बटनटा खोली दे भाई आज मो दादा छुई देछि महामंत्री वीरसेना कर्णाटक युवराजंकर जय हो। महामंत्री वीरसेना आपण पुणे एठी हटा को उद्देश्य आछिते महामंत्री ए कर्णाटक कुसुम उद्यान को आसी तुमरी निकट को केवल गोटाए अभिप्राय नहीं अभिप्राय जो अभिप्राय महामंत्री ए फूल उद्यान को आसी आपण को गोटाए परीक्षा करने युवराज गोटाए परीक्षा करने परीक्षा हाँ माने तुम कौन कह मु किसी बुझिपारनी महामंत्री शुणा शुणा मन दे शुणु युवराज शुणा शुणा हो शुणा शुणा मन दे शुण राजकुमार शुणा शुणा हो शुणा शुणा मन दे शुण राजकुमार फुलकणी पानी ममते युवराज मन दे शुणु युवराज असंत प्रभाते तुम्हें होई बनो बाबारा शुणा शुणा हो शुणा शुणा मन दे शुण राजकुमार हे वीर मन दे शुण राजकुमार हे वीर मन दे शुण राजकुमार राज्य होइब राजा आनंद पालिब प्रजा बाह्य शत्रु आक्रमण कले करिब रक्षण राज्य होइब राजा आनंद पालिब प्रजा बाह्य शत्रु आक्रमण कले करिब रक्षण परीक्षा पाई आसीछि कर अस्त्र समर शुणा शुणा हो शुणा शुणा मन दे शुण राजकुमार हे वीर मन दे शुण राजकुमार हे वीर मन दे शुण राजकुमार हे कर्णाटक युवराज महामंत्री आसंत प्रभातरे तुम्भे बोए कर्णाटक सिंहासन रे राजा कौन मो आसत प्रभाते मो कर्णाटक नेता होबी आनंद रे प्रजा को पालन करिब युवराज हाँ हेले गोटाए कथा युवराज गोटाए कथा को कथा जदि आसंत प्रभातरे आपण कर्णाटक राज्य रे राजा हेबे ताहले भविष्य रे जदि बाह्य शत्रु आक्रमण करिब ताहले आपण तो प्रजा मान को उद्धार करबी ना हाँ मो निश्चित भाव में मो प्रजा सुख सुखी हुई आ प्रजा दुख दुख हुई ए राज्यर राजनीति को निश्चय पालन करी हेले ता पूर्व गोटाए कथा युवराज आपण प्रकृति रे अस्त्र विद्या रे सफलता लाभ करिसंती ना नहीं
ଗୁରୁକୁଳାଶ୍ରମରେ ଆଚାର୍ଯ୍ୟଙ୍କ ଠାରୁ ବିଦ୍ୟା ଶିକ୍ଷା ଠିକ ଭାବରେ ଗ୍ରହଣ କରିଛନ୍ତି ନା ନାହିଁ ସେଥିପାଇଁ ଆପଣଙ୍କ ପିତାଙ୍କ ଆଦେଶ ଅନୁସାରେ ମୁଁ ଆସିଅଛି ଏଇ ଫୁଲ ଉଦ୍ୟାନକୁ ଆପଣଙ୍କୁ ଥରୁଟାଏ ଅସ୍ତ୍ର ପରୀକ୍ଷା କରିବା ପାଇଁ ଯୁବରାଜ ଅସ୍ତ୍ର ପରୀକ୍ଷା କରିବା ପାଇଁ କଣ ତାହେଲେ ଆପଣ ମତେ ଅସ୍ତ୍ର ପରୀକ୍ଷା କରାଇବେ? ହଁ ଯୁବରାଜ ଠିକ ଅଛି ତାହେଲେ ଉଠା ଅସ୍ତ୍ର। ଆପଣ ବାସ୍ତବରେ ମୋ ସହିତ ଯୁଦ୍ଧ କରିବେ ତାହେଲେ ଠିକ ଅଛି ଯୁବରାଜ ଆସନ୍ତୁ ଯୁଦ୍ଧ କରିବା ଯୁବରାଜ ଯୁଦ୍ଧ କରିବା ଠିକ ଅଛି ମହାମନ୍ତ୍ରୀ ତାହେଲେ ହେଇଯାଉ ଅସ୍ତ୍ର ପରୀକ୍ଷା। এই ଦେଖନ୍ତୁ ଯୁବରାଜ ଯୁଦ୍ଧ କରୁଥିବା ସମୟରେ ଆପଣଙ୍କ ଡାହାଣ ହସ୍ତରୁ ହଠାତ୍ ଖସି ପଡ଼ିଲା ଏ ତୀକ୍ଷ୍ଣତର ବାଡ଼ିଟା ଅର୍ଥାତ୍ ଆପଣ ମୋ ସହିତ ଯୁଦ୍ଧରେ ହାରି ଯାଇଛନ୍ତି ଯୁବରାଜ ହାରି ଯାଇଛନ୍ତି ଯୁବରାଜ ଆପଣ ଭବିଷ୍ୟତରେ କେମିତି ପ୍ରଜାବାସୀ ମାନଙ୍କୁ ଉଦ୍ଧାର କରିପାରିବେ ଯୁବରାଜ ଆପଣ ପ୍ରକୃତରେ ଦେଖିବାକୁ ଗଲେ ଏ କର୍ଣ୍ଣାଟକ ରାଜ୍ୟରେ ରାଜା ହେବା ପାଇଁ ଯୋଗ୍ୟ ନୁହନ୍ତି ଯୁବରାଜ ନା ମହାମନ୍ତ୍ରୀ ତୁମେ ଆପଣ କଣ କହୁଛ? ମୁଁ ଠିକ କଥା କହୁଛି ଯୁବରାଜ ଆପଣ ଯଦି ମୋତେ ଯୁଦ୍ଧରେ ପରାଜୟ କରି ନ ପାରିଲେ ତାହେଲେ ବାହ୍ୟ ଶତ୍ରୁଙ୍କୁ ଆପଣ କଣ ଜୟଲାଭ କରିପାରିବେ? ହଁ ମୁଁ ନିଶ୍ଚିତ ଭାବରେ ମୁଁ ପ୍ରଜାବାସୀକୁ ଏଠି ସୁରକ୍ଷିତ ଆଣିବି ମୁଁ। ନାଇଁ 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 ଯୁବରାଜ ମୋତେ କାହିଁ ବିଶ୍ୱାସ ହୁଏ ଆପଣ ଯୁଦ୍ଧରେ ବାହ୍ୟ ଶତ୍ରୁକୁ ଜୟଲାଭ କରିପାରିବେ ବୋଲି ହେଲେ ଶାସ୍ତ୍ରରେ ପ୍ରମାଣିତ ଅଛି ଯୁଦ୍ଧରେ ଯେ ହାରିଯାଏ ସେ ମରିଯାଏ ତେଣୁ ଆପଣ ପ୍ରକୃତରେ ଶାସ୍ତି ପାଇବା ଦରକାର ଆଉ ସେଇ ଶାସ୍ତିଟା ହଉଛି ମୃତ୍ୟୁ ଶାସ୍ତି ଆପଣ କଣ କହୁଛ? ମୁଁ ଠିକ କଥା କହୁଛି ଯୁବରାଜ ତମେ କଣ ଜାଣିବ ସେଇ ଅତୀତର କଥାଟାକୁ ତୁମେ କଣ କହିବାକୁ ଚାହୁଁଛ? ମୁଁ ଯେତେବେଳେ 5 ବର୍ଷର ବାଳକ ଥିଲି ତମ ବାପା ଭାନୁ ପ୍ରତାପ ମୋ ବାପାକୁ ହତ୍ୟା କରିଦେଇଥିଲେ ମୁଁ ଅନାଥ ହେଇଯାଇଥିଲି ସେଦିନ ଆପଣଙ୍କ ପିତା ମୋତେ ଲାଳନ ପାଳନ କରି ମହାମନ୍ତ୍ରୀ ପଦବୀରେ ନିଯୁକ୍ତି କରିଥିଲେ ଆଜିକୁ ଦୀର୍ଘ ବର୍ଷ ଅପେକ୍ଷା କଲା ପରେ ଏଇ ସୁଯୋଗଟା ଆସିଛି ଯୁବରାଜ ଏଇ ଫୁଳ ଉଦ୍ୟାନକୁ ମୁଁ ଅସ୍ତ୍ର ପରୀକ୍ଷା କରିବା ପାଇଁ ଆସିଥିଲି ଗୋଟାଏ କୂଟ ଚକ୍ରାନ୍ତ ଧରି ସେଇ କୂଟ ଚକ୍ରାନ୍ତରେ ମୁଁ ସଫଳତା ଲାଭ କରିଛି ଯୁବରାଜ ଆଜି ତମକୁ ମୁଁ ଜମାରୁ ଛାଡ଼ିବିନି ହତ୍ୟା କରିଦେବି ମହାମନ୍ତ୍ରୀ ବିଳାସନ ଗୋଟିଏ ସାମାନ୍ୟ ମନ୍ତ୍ରୀ ହୋଇ ରାଜା ହେବାର ସ୍ୱପ୍ନ ଦେଖନା ଯୁବରାଜ ତମକୁ ହତ୍ୟା କଲା ପରେ ମୁଁ ଅବଶ୍ୟ କର୍ଣ୍ଣାଟକ ରାଜ୍ୟରେ ରାଜା ହେବି ଆଉ ସମୟ ନାହିଁ ମୋ ପାଖରେ
এই ভুল তেমন কেউ বি নাম দেই মু তোমাকে হত্যা করিবি। নাই 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 হত্যা করিব। महाराज छामो आपण शीघ्र आसतु छामो अघटन घटी जाइछि छामो। महामंत्री वीरसेन कहीं एत स्वर चित्कार कर कौन है तुम कौन कहबी महाराज कौन कहबी महाराज आहे कर्ण टरा जन श्रवण मोर वचन आहे कर्ण टरा जन श्रवण मोर वचन पुष्प तोड़ी पानी ममते पुष्प तोड़ी पानी ममते आसी हिली पुष्प बन आहे कर्ण टरा जन श्रवण मोर वचन आहे कर्ण टरा जन। महाराज ए देखंतु महाराज नहीं मोर किछि दोष करंतु मोते विश्वास
ନାଇଁ ମୋର କିଛି ଦୋଷ କରନ୍ତୁ ମୋତେ ବିଶ୍ୱାସ ଦେଖିଲି ପ୍ରେମୀ ନେତ୍ରରେ ସାନ କୁମାର ହସ୍ତରେ ଦେଖିଲି ପ୍ରେମୀ ନେତ୍ରରେ ସାନ କୁମାର ହସ୍ତରେ ଏହି ରକ୍ତାକ୍ତକୁ ପ୍ରାଣ ଦେଖନ୍ତୁ ତାହେ ରାଜନ ଶ୍ରବଣ ମୋର ବଚନ ତାହେ କର୍ଣ୍ଣାଟକ ରାଜନ କଣ ଆଉ କହିବି ମହାରାଜ ଆସନ୍ତା ପ୍ରଭାତରେ ଆପଣଙ୍କ ବଡ଼ ପୁଅ ଆଭାସ ରାଜା ହେବା ଏଇ କଥାଟା ମୁଁ ଶୁଣି ଆସିଥିଲି ଭୁଲ ଉଦ୍ୟାନକୁ କିଛି ଫୁଲ ତୋଳିବା ପାଇଁ ମହାରାଜ ହେଲେ ହଠାତ୍ ଦୂରରୁ ଦେଖିଲି ମୁଁ ବିଶ୍ୱାସ କରିପାରୁନି ମହାରାଜ ଦୂରରୁ ଦେଖିଲି ଏଇ ଆପଣଙ୍କ ସାନ ପୁଅ ହସ୍ତରେ ଗୋଟାଏ ରକ୍ତାକ୍ତ ତରବାରୀ ଆଉ ଚିତ୍କାର କରି ହସୁଥିଲେ ମହାରାଜ ଆନନ୍ଦରେ ହସୁଥିଲେ ମୁଁ ଯାହା ଅନୁମାନ କରୁଛି ମହାରାଜ ଏଇ ଆପଣଙ୍କ ସାନ ପୁଅ ପ୍ରଭାସ ବୋଧହୁଏ ରାଜ୍ୟ ସିଂହାସନ ରାଜମୁକୁଟ ଲୋଭରେ ଆପଣଙ୍କ ବଡ଼ ପୁଅ ପ୍ରଭାସଙ୍କୁ ନାଇଁ ଆଭାସଙ୍କୁ ହତ୍ୟା କରିଛନ୍ତି ବିଶ୍ୱାସ କରନ୍ତୁ ପିତା ଯାହା କହୁଛନ୍ତି ସେଇଟା ସମ୍ପୂର୍ଣ୍ଣ ଭାବରେ ସତ। ବହୁତ ଭଲ କଲୁ ଯାହା କରିଛୁ ଭଲ କରିଛୁ ରେ ବାବା ଉଚିତ ଶିକ୍ଷା ଦେଇଛୁ ପଥି ଏତେ ସ୍ନେହରେ ଆଦରରେ ତମ ବେନି ଭାଇଙ୍କୁ ମୁଁ ପାଳନ କରିଥିବା ଏହା ହିଁ ମୋତେ ଉଚିତ ପୁରସ୍କାର ଦେଇଥିଲୁ ତୁ ଜାଣି ଶୁଣି ତୋରି ଜ୍ୟେଷ୍ଠ ଭ୍ରାତାକୁ ତୁ ନିଜେ ମାରି ଦେଇଛୁ କଣ କହିଲି ପିତା ମୁଁ ଜାଣି ଶୁଣି ମୋ ବଡ଼ ଭାଇକୁ ମୁଁ ହତ୍ୟା କରିଛି ନାଇଁ ପିତା ନାଇଁ ମୋତେ ବିଶ୍ୱାସ କରନ୍ତୁ ଏ ମହାମନ୍ତ୍ରୀ ମନ୍ତ୍ର ବୁଦ୍ଧି ଆପଣଙ୍କ ସମ୍ମୁଖରେ ଯାହା କହିଗଲେ ସେଇଟା ଗୋଟି ଗୋଟି ସମ୍ପୂର୍ଣ୍ଣ ଭାବରେ ମିଛ କଣ କହୁଛୁ ଜାଣି ଶୁଣି ମହାମନ୍ତ୍ରୀ ଉପରେ ନିନ୍ଦିତ କରୁଛୁ ତୁ ଜାଣି ଶୁଣି ରାଜ୍ୟ ସିଂହାସନ ଲୋଭରେ ତୋରି ଜ୍ୟେଷ୍ଠ ଭ୍ରାତାକୁ ହତ୍ୟା କରି ଦେଇଛୁ ଏହା ହେଉଛି ସମ୍ପୂର୍ଣ୍ଣ ଭାବରେ ସତ୍ୟ ସତ୍ୟ ଆଉ ପରିଶେଷରେ ମୋତେ ମିଛ କହି ଆଉ କାହାକୁ ମିଛ କୁହ ଜବାବ ଦିଅ ମୋତେ କଣ କହିଲି ପିତା ଆପଣ ମୋତେ ବିଶ୍ୱାସ କରିପାରୁନାହାନ୍ତି ହେଲେ ଆପଣ ଏ ମହାମନ୍ତ୍ରୀଙ୍କୁ ବିଶ୍ୱାସ କରୁଛନ୍ତି ମୋ ଉପରେ ଆପଣଙ୍କର ସେଇ ସାନ ପୁଅ ଯୋଉ ପୁଅଟିକୁ ପିଲାଟି ଦିନରୁ ଆପଣ କେବଳ ଗୋଟାଏ କଥା ପ୍ରତି ମୁହୂର୍ତ୍ତରେ କହି ଯାଇଥିଲେ ସତ କହିବାକୁ କିଏ ଡରିବି ସତ କହି ପଛେ ମଳେ ମରିବି ମୁଁ ଆପଣଙ୍କ ସମ୍ମୁଖରେ ମିଛ କହୁନି ପ୍ରକୃତରେ ମୁଁ ସତ କହୁଛି ଏଇ ମୋ ଜ୍ୟେଷ୍ଠ ଭାଇଙ୍କର ହତ୍ୟାକାରୀ ମୋ ନୁହଁ କେବଳ ମୋ ବଡ଼ ଭାଇଙ୍କର ହତ୍ୟାକାରୀ ହେଉଛନ୍ତି ଏ ମହାମନ୍ତ୍ରୀ ମନ୍ଦବୁଦ୍ଧି ନାଇଁ ମହାରାଜଙ୍କୁ ବିଶ୍ୱାସ କରନ୍ତୁ ମୁଁ ହତ୍ୟା କରି ବାରମ୍ବାର ମହାମନ୍ତ୍ରୀକୁ ନିନ୍ଦିତ କରୁଛୁ ତୁ ମୁଁ କାହିଁକି ହତ୍ୟା କରିବି ମହାରାଜ ମୁଁ ପରା ଆପଣଙ୍କ ପାଦ ସେବକ ଗାଇବି ସେ ତୋତେ ବିଶ୍ୱାସ କରିବି ନା ତୋରି କହିବା କଥାକୁ ବିଶ୍ୱାସ କରିବି ନା ମୋର ବେନି ଚକ୍ଷୁକୁ ବିଶ୍ୱାସ କରିବି
ଅବୟ! ତୋରି ହସ୍ତରେ ପୁରା ରକ୍ତାକ୍ତ ଖଡଗ ତୁ ହିଁ ନିଜେ ହତ୍ୟା କରିଛୁ ତୋରି ଜ୍ୟେଷ୍ଠ ଭ୍ରାତା ଆଭାସକ। ଆପଣ ଠିକ କହିଲେ ପିତା। ବେଳେ ବେଳେ ଏମିତି ଗୋଟାଏ ସମୟ ଆସେ এই আখিরে দেখিଥିବା সেই জিনিস ଆଉ କର୍ଣ୍ଣରେ ଶୁଣିଥିବା କଥାଟା ସମ୍ପୂର୍ଣ୍ଣ ଭାବରେ ବିଂଶ ହେଇପାରେ। କାହିଁକି ନା ଆପଣ ପ୍ରକୃତରେ ଦେଖିଗଲେ ଏଇ ମୋ ହାତରେ ରକ୍ତ ଭିଜା ସେଇ ତରବାରୀ ଆଉ ଏଇ ମୋ ଭାଇଙ୍କ ସେଇ ରକ୍ତରେ ଲହୁଲୁହାଣ ହେଇଥିବା ପଡ଼ିଥିବା ସେଇ ସମୟ। ହେଲେ ଆପଣ କୁହନ୍ତୁ ଚୌପାଟିକୁ ପିଲାଟି ଦିନରୁ ଆମର ଦୁଇ ଭାଇଙ୍କର ରାମାୟଣ ଉପରେ ସମ୍ପର୍କ ଆଉ ଏହି ରାଜସିଂହାସନ এইটি মোর কিছু দরকার নাই পিতা। প্রকৃতিরে ଆପଣ মতে বিশ্বাস କରନ୍ତୁ ମୁଁ ମୋ ବଡ଼ ଭାଇକୁ ହତ୍ୟା କରିନି। ଚୁପ୍ କର କୁଲଙ୍ଗର! ତୁ ହିଁ ତୋ ଜ୍ୟେଷ୍ଠ ଭ୍ରାତାକୁ ହତ୍ୟା କରିଛୁ। ହେଲେ ମନେ ରଖ ତୋର ମଧ୍ୟ ଆଜି ନିସ୍ତାର ନାହିଁ। ତୋତେ ମଧ୍ୟ ଠିକ୍ ସେଇଭଳି ମୃତ୍ୟୁଦଣ୍ଡ ହେଇଦେବି। ଦରକାର ନାହିଁ ତୋ ଭଳିଆ କୁଲଙ୍ଗର ପୁତ୍ର ମତେ। ଦରକାର ନାହିଁ ପୁତ୍ର। ଅବୟ କିଏ ଅଛରେ ତୋର ଅନ୍ତକ! ନରାନ୍ତକ ଆଦେଶକୁ କର ପାଳନ ନେଇ ଜାଣି ଘଞ୍ଚବନ। ଆଦେଶକୁ କର ପାଳନ ନେଇ ଜାଣି ଘଞ୍ଚବନ। ଅଜିତକ ହୋଇ ଏ କାର୍ଯ୍ୟଟି କଲେ ନିଶ୍ଚୟ ଦେବି ସୁବର୍ଣ୍ଣ ହାର। ଯାଅ ନରାନ୍ତକରେ ଯାଅ କାଳୀ ମନ୍ଦିର ଯାଅ ନରାନ୍ତକରେ। ନରାନ୍ତକ ଅବିଳମ୍ବେ ନେଇଯାଅ ଏ କୁଳାଙ୍ଗର ସହିତ ବାଳକକୁ ସେହି ନିଘଞ୍ଚ କାନନରେ ଥିବା କାଳୀ ମନ୍ଦିରକୁ। ସେହି କାଳୀ ମନ୍ଦିରରେ ପୋଡ଼ି ଦେଇ ତାର ଉଷ୍ମ ରକ୍ତ ଫେରି ଆସିବ ପରି ପାଶକୁ। ସେହି ଉଷ୍ମ ରକ୍ତକୁ ଚିତା ଦେଇ ଆନନ୍ଦରେ କରିବି ଭୋଜନ। ଅବିଳମ୍ବେ ଚାଲିଯାଅ କୁଳାଙ୍ଗର ମୋରି ସମ୍ମୁଖରୁ।
ନା ପିତା, ଆପଣ ଏଇ ଡରାନ୍ତକକୁ ଆଦେଶ ଦେବା ପୂର୍ବରୁ ଆପଣ ଥରୁଟିଏ ଚିନ୍ତା କରନ୍ତୁ। ମୋତେ ବିଶ୍ୱାସ କରନ୍ତୁ ପିତା, ମୋତେ ବିଶ୍ୱାସ କରନ୍ତୁ। ମୋ ପ୍ରକୃତରେ ଆପଣଙ୍କ ପୁଅ ହିସାବରେ କହୁନି ମହାରାଜ, এই কর্ণাটক রাজ্যের জনে প্রজা হিসাবে কହୁଛି ଏ ମହାରାଜ, ଆପଣଙ୍କର ସତରେ ଏକର ନିଷ୍ପତ୍ତି। ଆପଣ ମୋତେ ଥରେ ବିଶ୍ୱାସ କରନ୍ତୁ, ସତ ମୁଁ କହୁଛି, ମୁଁ ମୋ ବଡ଼ ଭାଇଙ୍କୁ ହତ୍ୟା କରିନି। ହଁ ହଁ, ତୁ ହେଉଛୁ ତୋର ଜ୍ୟେଷ୍ଠ ଭ୍ରାତର ହତ୍ୟା କରି। ତାହେଲେ ଠିକ ଅଛି, ମୁଁ ଚାହୁଁଛି এই କର୍ଣ୍ଣାଟକ ରାଜ୍ୟକୁ ଛାଡ଼ି ଚାଲି ଯାଉଛି। এই କର୍ଣ୍ଣାଟକ ରାଜ୍ୟର ସମସ୍ତ ପ୍ରଜା ସମସ୍ତଙ୍କୁ ଛାଡ଼ି ଚାଲି ଯାଉଛି। ହେଲେ ଯିବା ପୂର୍ବରୁ ମୁଁ ଏତିକି କହିବି, ଆଉ କଣ ବାକି ଅଛି? ଦିନ ଆସିବ, ପ୍ରକୃତରେ ସତ କଥାଟା ଆପଣ ନିଶ୍ଚିତ ଭାବରେ ଜାଣିବେ। ହେଲେ ଯୋଉଦିନ এই ସତ୍ୟ ଆପଣଙ୍କ ପାଖରେ ପ୍ରମାଣିତ ହେଇଯିବ, ସେଇଦିନ ଆପଣ ପଛ କଥାକୁ ମନେ ପକେଇଲେ ବି କୌଣସି ଲାଭ ମିଳିବନି। ଚାଳିଶ ଶୈତାନ ନେଉଛି ବିଦାୟ ଆଗେ ପିତୃଦେବ, ଆଜିଠାରୁ ମୋର ମୁଖ ନ ଦେଖିବ, ରାଜ୍ୟ ଛାଡ଼ି ହେଉଛି ବିଦାୟ ଆହେ ପିତୃଦେବ, ଆଜିଠାରୁ ପ୍ରଭାସକୁ ଭୁଲିଯିବ। ଧରୁଛି ଚରଣ ନ କରନ୍ତୁ ରୋଷ, ଛାଡ଼ି ଯାଉଅଛି ରାଜ୍ୟ ପ୍ରଜା ଦେଶ, ତୁମ ପାଖେ ମୋର ଏ ମିନତି ଆହେ ପିତୃଦେବ, ଆଜିଠାରୁ ପ୍ରଭାସକୁ ଭୁଲିଯିବ। ଘାତକ ଅଭିନବ ଏ ଶୈତାନ ବାଳକକୁ। ତେବେ ମୁଁ ଯାଉଛି।
हे भगवान परिशेषରେ ଏହା ମୋ ଗୋପାଳ ଲେଖିଥିଲେ ପ୍ରଭୁ ଯାହାକୁ ମୁଁ ଦୀର୍ଘ ଦିନ ଧରି ଅପେକ୍ଷା କରି ଆସିଥିଲି ସେ ମୋ ଅନ୍ଧର ଲଉଡ଼ି ସେ ମୋ ନୟନ ପିତୁଲା ଜ୍ୟେଷ୍ଠ ପୁତ୍ର ଆଭାସ ମୋର ଚାଲିଗଲା ଏ ପାରି ଆଉ କାହାକୁ ଖୋଜିବୁ ପରି କର୍ଣ୍ଣାଟ ରାଜ୍ୟରେ ରାଜା କରି ପୁତ୍ର ପୁତ୍ର ମୋର ହୋଇଯାଇଛି ତାର ନିଦ୍ରାରେ ହେଲେ ଏ ସମୟରେ ମୁଁ କାହାର ସାହାଯ୍ୟ ନେବି ପ୍ରଭୁ ସ୍ୱାମୀ କ'ଣ ହେଇଛି ସ୍ୱାମୀ ଜ୍ୟୋତି ପ୍ରଭା ପୁଣି ତମେ କାନ୍ଦୁଛ କ'ଣ ହେଇଛି ସ୍ୱାମୀ ଦେଖ ମହାରାଣୀ राज्य सिंहासन लोभरे से कुलांगर शैतान बालक प्रभाव ज्येष्ठ पुत्र आभास को हत्या कर महाराणी कौन कहली स्वामी ज्येष्ठ पुत्र आभास को हत्या कर बड़ घटनाटा देख महाराणी पुत्र मोर शोई जाइछि घोड़ निद्रारे कौन है गला स्वामी कौन है गला स्वामी अविलंब पुत्र शव को देवा श्मशान घाट को कहीं सेपटे धीरे धीरे सूर्य अस्त होगा बसिले हाँ स्वामी ज्योति प्रभा स्वामी तेरे चलो जीवा महाराणी पुत्रर शव को घिनी चली जीवा सही गंगा नदी कूल ठीक अच्छे स्वामी केबे चलतु एमिति